नंबर 1 ଯେଉଁ ସ୍ତ୍ରୀର ଚେହେରା ତା ନିଜ ପିତାଙ୍କ ସହିତ ମିଶୁଥିବ ସେ ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାଏ। ସେ ସ୍ତ୍ରୀ ସମସ୍ତ ପ୍ରକାରର ସୁଖ ଓ ସମୃଦ୍ଧିର ସୂଚକ ହୋଇଥାଏ। ନମ୍ବର 2 ଯେଉଁ ସ୍ତ୍ରୀର ନାଭି ଗଭୀର ହୋଇଥାଏ ସେମିତି ସ୍ତ୍ରୀକୁ ଶୁଭ ବୋଲି ମନାଯାଇଥାଏ। ଯଦି ନାଭି ଗଭୀର ଓ ସିଧା ହୋଇଥାଏ ତେବେ ସେ ସ୍ତ୍ରୀ ସୁଖ ସମୃଦ୍ଧି ଓ ସନ୍ତାନ ସୁଖ ସମ୍ପନ୍ନା ହୋଇଥାଏ। ତାଙ୍କର ଘରେ କେବେ ବି ଧନର ଅଭାବ ଦେଖାଯାଇନଥାଏ। ନମ୍ବର 3 ଯେଉଁ କନ୍ୟାର ଜଙ୍ଘ ହୃଷ୍ଟପୃଷ୍ଟ ଓ ମାଂସଳଯୁକ୍ତ ହୋଇଥାଏ ସେମାନଙ୍କୁ ବୈଭବଶାଳୀ ବୋଲି ମନାଯାଇଥାଏ। ତାଙ୍କର ସ୍ୱାମୀଙ୍କ ଘର ପରିବାର ତଥା ଭୌତିକ ସୁଖର ଭରପୁର ଲାଭ ମିଳିଥାଏ। ନମ୍ବର 4 ଯେଉଁ ସ୍ତ୍ରୀର ଶରୀର ହାତୀ ସମାନ ଆଗକୁ ଉଠିକି ଥିବ ସେ ସ୍ତ୍ରୀ ସୌଭାଗ୍ୟଶାଳିନୀ ହୋଇଥାଏ। ସେ ସ୍ତ୍ରୀ ନିଜ ସ୍ୱାମୀ ପାଇଁ ଲକି ବୋଲି ସାବ୍ୟସ୍ତ ହୋଇଥାଏ। ଏମିତି ସ୍ତ୍ରୀ ଦ୍ୱାରା ଘର ପରିବାରର ସମୃଦ୍ଧି ଲାଗି କରି ରହିଥାଏ। ନମ୍ବର 5 ଯେଉଁ ସ୍ତ୍ରୀର ନାଭି ପାଖରେ କିମ୍ବା ନାଭି ତଳକୁ କଳା ଯାଇ ରହିଥାଏ ସେ ସ୍ତ୍ରୀ ଭାଗ୍ୟଶାଳୀ ହୋଇଥାଏ ଓ ପରିବାରର ସୁଖ ଶାନ୍ତି ଲାଗି ରହିଥାଏ। ନମ୍ବର 6 ଯେତେବେଳେ ଆପଣ ଝିଅ ଦେଖିବାକୁ ଯାଉଛନ୍ତି ତେବେ ଧ୍ୟାନ ରଖିବେ ଯେ ତାର ଛୋଟ ଆଙ୍ଗୁଠି ଭୂମିକୁ ସ୍ପର୍ଶ କରୁଥିବ। ଏମିତି ସ୍ତ୍ରୀଙ୍କୁ ଶୁଭ ବୋଲି ମନାଯାଇଥାଏ। ତାଙ୍କ ଜୀବନରେ କୌଣସି କଷ୍ଟର ସାମ୍ନା କରିବାକୁ କେବେ ବି ପଡ଼ିନଥାଏ। ନମ୍ବର 7 ଯେଉଁ ସ୍ତ୍ରୀର ଦାନ୍ତ ଲମ୍ବା ହୋଇଥାଏ ତଥା ଚିକ୍କଣ ବି ହୋଇଥାଏ ତାଙ୍କୁ କେବେ ବି ଧନ ସମ୍ବନ୍ଧୀୟ ଅସୁବିଧାର ସାମ୍ନା କରିବାକୁ ପଡ଼ିନଥାଏ। ନମ୍ବର 8 ଯେଉଁ ସ୍ତ୍ରୀର ପାଦରେ ଶଙ୍ଖ ଚକ୍ର ପଦ୍ମ ଚିହ୍ନ ରହିଥାଏ ଏମିତି ସ୍ତ୍ରୀ ଭାଗ୍ୟଶାଳୀ ହୋଇଥାଏ। ଏମିତି କନ୍ୟା ତାଙ୍କ ଜୀବନରେ ବହୁତ ଉଚ୍ଚା ପର୍ଯ୍ୟନ୍ତ ପହଞ୍ଚିଥାଏ। ନମ୍ବର 9 ଯେଉଁ ସ୍ତ୍ରୀର ବାଳ ଲମ୍ବା ହୋଇଥାଏ ସେହି ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାଏ। ସେ ତା ଜୀବନରେ ବହୁତ ସୁଖ ସୁବିଧା ପାଇଥାଏ। ନମ୍ବର 10 ଯେଉଁ ସ୍ତ୍ରୀର ନେତ୍ର ପଦ୍ମର ପାଖୁଡ଼ା ସହିତ ସମାନ ହୋଇଥାଏ ଓ ଧଳା ଭାଗଟି କ୍ଷୀର ସହ ସମାନ ହୋଇଥାଏ ସେ ସ୍ତ୍ରୀ ବହୁତ ଭାଗ୍ୟବର୍ଦ୍ଧକ ହୋଇଥାଏ। ନମ୍ବର 11 ଯେଉଁ ସ୍ତ୍ରୀର କପାଳ ସମତଳ ଓ ସିନ୍ଦୁର ଲଗାଇବା ସ୍ଥାନ ଉନ୍ନତ ହୋଇଥାଏ ସେ ସ୍ତ୍ରୀ ନିଜ ସ୍ୱାମୀର ଦୀର୍ଘାୟୁ ଓ ସୁଖମୟ ଜୀବନର କାରଣ ହୋଇଥାଏ। ନମ୍ବର 12 ଯେଉଁ ସ୍ତ୍ରୀର ବାଳ ମୟୂର ପଙ୍ଖ ସହିତ ସମାନ ଅର୍ଥାତ୍ ମୟୂର ପଙ୍ଖ ଭଳି ସେମାନଙ୍କର ବାଳ ହୋଇଥାଏ ସେହି ସ୍ତ୍ରୀକୁ ବହୁତ ଶୁଭ ବୋଲି ମନାଯାଇଥାଏ। ସେହି ସ୍ତ୍ରୀ ତା ଜୀବନରେ ସମସ୍ତ ପ୍ରକାରର ସୁଖ ସୁବିଧା ପାଇଥାନ୍ତି। ନମ୍ବର 13 ଯେଉଁ ସ୍ତ୍ରୀର କାନ ଲମ୍ବା ଓ ଉପର ଭାଗ ଚଉଡ଼ା ଓ ତଳ ଭାଗ ଟିକେ ବାହାରିକି ରହିଥାଏ ସେ ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାଏ ଓ ତାଙ୍କର ଆୟୁ ବହୁତ ଲମ୍ବା ହୋଇଥାଏ। ନମ୍ବର 14 ଯେଉଁ ସ୍ତ୍ରୀର ବେକ ଲମ୍ବା ହୋଇଥାଏ ସେହି ସ୍ତ୍ରୀ ମଙ୍ଗଳକାରୀ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ସେହି ସ୍ତ୍ରୀ ଐଶ୍ୱର୍ଯ୍ୟଶାଳିନୀ ହୋଇଥାଏ ଏବଂ ନିଜ ସ୍ୱାମୀଙ୍କ ଜୀବନରେ ଧନ ସମ୍ପତ୍ତିର କେବେ ହେଲେ କମ୍ ଆସିବାକୁ ଦେଇନଥାନ୍ତି। ଏମିତିକା ସ୍ତ୍ରୀ ଧନବାନ ହୋଇଥାନ୍ତି। ନମ୍ବର 15 ଯେଉଁ ସ୍ତ୍ରୀର କହୁଣୀ ଗୋଲ କୋମଳ ଏବଂ ମୁଲାୟମ ହୋଇଥାଏ ସେମିତି ସ୍ତ୍ରୀ ପୁରା ଜୀବନ ସୁଖ ସୁବିଧାରେ ପରିପୂର୍ଣ୍ଣ ରହିଥାଏ ଏବଂ ତାଙ୍କର ପରିବାର ଏହାର ଲାଭ ମଧ୍ୟ ଉଠାଇଥାନ୍ତି। ନମ୍ବର 16 ଯେଉଁ ସ୍ତ୍ରୀର ପାଦ ଆଙ୍ଗୁଠି ଗୋଲ ଅଳ୍ପ ଟିକେ ଉଠିକି ଥିବ ତା ସହିତ ହାଲକା ଲାଲ ରଙ୍ଗର ହୋଇଥିବ ସେ ସ୍ତ୍ରୀ ନିଜ ପରିବାର ପାଇଁ ଲକି ଭାବରେ ଘୋଷିତ ହୋଇଥାଏ। ନମ୍ବର 17 ଯେଉଁ ସ୍ତ୍ରୀର କହୁଣୀ ସର୍ପ ଆକାରର ହୋଇଥାଏ ଅର୍ଥାତ୍ ସାପ ଭଳି ହୋଇଥାଏ ଏବଂ ପାଦରେ ତ୍ରିକୋଣ ଚିହ୍ନ ରହିଥାଏ ସେ ସ୍ତ୍ରୀ ଅତ୍ୟଧିକ ବୁଦ୍ଧିମତୀ ଓ ଭାଗ୍ୟଶାଳୀ ହୋଇଥାଏ ଏବଂ ନିଜର ଚତୁରତା
ଓ ବୁଝାମଣା କାରଣରୁ ପୁରା ପରିବାରକୁ ଖୁସିରେ ରଖିଥାଏ। ନମ୍ବର 18, ଯେଉଁ ସ୍ତ୍ରୀର ଆଖି ବଡ଼ ବଡ଼ ହୋଇଥାଏ ସେ ସ୍ତ୍ରୀ ଦୟାଳୁ ଓ ପରୋପକାରୀ ହୋଇଥାଏ। ତା ଭିତରେ ସବୁବେଳେ ଅନ୍ୟକୁ ସହାୟତା କରିବା ପାଇଁ ଭାବନା ରହିଥାଏ ଏବଂ ଯେଉଁ ଘରେ ତାର ବିବାହ ହୋଇଥାଏ ସେହି ଘରେ କେବେ ହେଲେ ଧନ ସମ୍ପତ୍ତିର କମି ହୋଇନଥାଏ। ନମ୍ବର 19, ଯେଉଁ ସ୍ତ୍ରୀର ଡାହାଣ ଭାଗ ଅପେକ୍ଷା ବାମ ଭାଗରେ ଅତ୍ୟଧିକ କଳାଜାଇ ରହିଥାଏ ସେ ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାଏ। ସେ ନିଜ ପତି ପାଇଁ ଓ ଶ୍ୱଶୁର ଘର ପାଇଁ ଭାଗ୍ୟଶାଳିନୀ ହୋଇଥାଏ। ତାଙ୍କ ଜୀବନରେ କେବେ ବି ଧନ ଦୌଲତର କମି ହୋଇନଥାଏ। ନମ୍ବର 20, ଯେଉଁ ସ୍ତ୍ରୀର ପାଦ ଲମ୍ବା ହୋଇଥାଏ ସେ ସ୍ତ୍ରୀ ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଏ। ତାଙ୍କ ଜୀବନରେ କେବେ ହେଲେ ଧନ ସମ୍ପତ୍ତିର ଅଭାବ ହୋଇନଥାଏ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ତାଙ୍କ ଉପରେ ରହିଥାଏ। ନମ୍ବର 21, ଯେଉଁ ସ୍ତ୍ରୀର ମଥା ମଝିରେ କଳାଜାଇ ରହିଥାଏ ସେ ସ୍ତ୍ରୀ ଅତ୍ୟନ୍ତ ଧନୀ ଓ ସମ୍ପୂର୍ଣ୍ଣ ବ୍ୟକ୍ତି ସହିତ ବିବାହ କରିଥାଏ। ତାଙ୍କର ଜୀବନ ସମୃଦ୍ଧିରେ ଭରପୁର ହୋଇ ରହିଥାଏ। ନମ୍ବର 22, ଯେଉଁ ସ୍ତ୍ରୀର ଚାଲିବା ବେଳେ ଧୂଳି ଉଡ଼ୁଥାଏ ସେ ନିଜ ପରିବାର ପାଇଁ ଶର୍ମଦାରୀର କାରଣ ହୋଇଥାଏ ତଥା ଇନସଲ୍ଟର କାରଣ ହୋଇଥାଏ। ନମ୍ବର 23, ଯେଉଁ ସ୍ତ୍ରୀର ଓଠ ଲାଲ ଓ କୋମଳ ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ। ସେମାନଙ୍କ କାରଣରୁ ତାଙ୍କର ପରିବାରରେ କେବେ ହେଲେ ଧନ ସମ୍ପତ୍ତିର କମି ହୋଇନଥାଏ। ନମ୍ବର 24, ଯେଉଁ ସ୍ତ୍ରୀର ମଥା ଚଉଡ଼ା ହୋଇଥାଏ ତାଙ୍କର ଭାଗ୍ୟ ବହୁତ ଉଚ୍ଚା ହୋଇଥାଏ। ଯଦି କେଉଁ ସ୍ତ୍ରୀର ମଥା 3 ଆଙ୍ଗୁଠିଠୁ ଅଧିକ ଚଉଡ଼ା ଏବଂ ତା ସହିତ ଅଧା ଚନ୍ଦ୍ରମା ଆକୃତିର ହୋଇଥାଏ ତେବେ ଏମିତି ସ୍ତ୍ରୀ ଯେଉଁ ଘରକୁ ଯାଇଥାଏ ସେ ଘରେ ଧନ ଓ ଭରଣ ପୋଷଣର କେବେ ବି କମି ହୋଇନଥାଏ। ନମ୍ବର 25, ଯେଉଁ ସ୍ତ୍ରୀର ଆଙ୍ଗୁଠି ଲମ୍ବା ଏବଂ ସୁନ୍ଦର ହୋଇଥାଏ ସେ ସ୍ତ୍ରୀ ନିଜ ସ୍ୱାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାଏ। ତାଙ୍କ କାରଣରୁ ତାଙ୍କ ସ୍ୱାମୀ ସଫଳତାର ଉଚ୍ଚତମ ସିଡ଼ିରେ ପହଞ୍ଚି ପାରନ୍ତି ଓ ସବୁବେଳେ ଉନ୍ନତ ହାସଲ କରିଥାନ୍ତି। ତାହା ବିଜନେସ୍ ହେଉ ନଚେତ୍ ଚାକିରି ହେଉ। ନମ୍ବର 26, ଯେଉଁ ସ୍ତ୍ରୀର ଓଠ ଗୋଲାପୀ ରଙ୍ଗର ଓ ପ୍ରାକୃତିକ ରୂପରେ ଚମତ୍କାର ରହିଥାଏ ସେ ସ୍ତ୍ରୀ ସୌଭାଗ୍ୟଶାଳୀ ହୋଇଥାଏ। ସେ ସ୍ତ୍ରୀ ଆର୍ଥିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିନଥାଏ। ନମ୍ବର 27, ଯେଉଁ କନ୍ୟାମାନଙ୍କର ନଖ ଚିକ୍କଣ ଓ ହାଲକା ଗୋଲାପୀ ରଙ୍ଗର ହୋଇଥାଏ ସେମାନେ ବୈଭବଶାଳୀ ହୋଇଥାନ୍ତି। ତାଙ୍କ ଜୀବନରେ କେବେ ବି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇନଥାଏ ଏବଂ ତାଙ୍କ ଜୀବନରେ ସର୍ବଦା ସମୃଦ୍ଧିର ସ୍ଥାନ ରହିଥାଏ। ନମ୍ବର 28, ଯେଉଁ ସ୍ତ୍ରୀର ଆଙ୍ଗୁଠିର ଯୋଡ଼ ସଫା ଏବଂ ଅତ୍ୟଧିକ ସ୍ପଷ୍ଟ ଦେଖାଯାଏ ସେ ନିଜ ପରିବାର ପାଇଁ ସୁଖ ସମୃଦ୍ଧିର କାରଣ ହୋଇଥାଏ ଓ ନିଜ ସ୍ୱାମୀଙ୍କୁ ବ୍ୟାପାର ଓ କ୍ୟାରିୟରରେ ସର୍ବଦା ସଫଳତା ମିଳିଥାଏ। ନମ୍ବର 29, ଯେଉଁ ସ୍ତ୍ରୀର କାନ ପଛପଟେ ହାଲକା କଳାଜାଇ ରହିଥାଏ ସେ ସ୍ତ୍ରୀ ଧନବାନ ଓ ଭାଗ୍ୟଶାଳୀ ହୋଇଥାଏ। ସେ ନିଜ ପରିବାରକୁ ସମ୍ପୂର୍ଣ୍ଣ ଖୁସିରେ ରଖିଥାଏ। ନମ୍ବର 30, ଯେଉଁ ମହିଳାଙ୍କ ମଥାରେ ବିନା ଚିହ୍ନର ରେଖା ରହିଥାଏ ସେ ମହିଳା ନିଜ ପରିଶ୍ରମ ଦ୍ୱାରା ନିଜ ପରିବାରର ସମୃଦ୍ଧି କରିଥାଏ। ତା ଦ୍ୱାରା ପରିବାରରେ ସର୍ବଦା ଖୁସିର ଲହରୀ ଖେଳିଯାଏ।